हे हनुमान तुम्हें जो प्रकार उपकारी वृक्ष को एठाक नहीं आसी तार काम एवं संपूर्ण समाप्त होती जेठार ये वृक्ष आनी यथाचित से वृक्ष को से समर्पित बाटे आसु हनुमान कराए विचारो सीता पाई थिबे नाचो बारता प्रभुर बाटे आसु हनुमान कराए विचारो सीता पाई थिबे नाचो बारता प्रभुर चिंतारे नपुन जीव तेजंती वैदेही एही कथा चित्तरे मोहर शंका होई मोर प्रभु तथा शांत लक्ष्मण को ब्रह्मस्वर नाश कर चली निश्चित लंकार मध्य सीतांत निकटरे बार्ता पहुंची माँ ये कथा श्रवण कर निश्चित भाव क्रंदन करते ना प्रभु निकट सविशेष वृत्तांत वर्णना करने पड़ो मते एते कहि
ସୈନ୍ୟକୁ ନେଇ ପୁନଶ୍ଚ ଯୁଦ୍ଧ ଆରମ୍ଭ କରାଯାଏ। পাচেরি পাছে হইলে প্রবেশ যে অনঙ্গ নরেন্দ্র কহে রথ এটি জোটা সীতাঙ্কু কহি
ସେ କଣ ବି ଭକ୍ତ ହୋଇଯାଇଛନ୍ତି? ନା, ଏହା କଦାପି ଅସମ୍ଭବ, ଏହା କଦାପି ହୋଇପାରିବ ନାହିଁ।
ଚାଲନ୍ତୁ ମା ଆମେ ଯିବା ଚାଲନ୍ତୁ। বানরঙ্ক ধরি ছড়ি ধীরে যেতে রাখা চুরি বানরঙ্ক ধরি ছড়ি ধীরে যেতে রাখা চুরি আমি সীতা মাধবে জীবন ধীরে সীতা মাধবের জীবন দিলে আদি যে উপদ সারস নহি বিশ্বাস অক্ষস লগাইলা অসুরে ভাইলে নরবানর তো এহা কেহু করি পারে কবাটর জলা বাটে ফিটাই চাহিলে বৃক্ষ দৌড়ি ধরিল ভল্লুক বানর বুলুଛନ୍ତି যমরাজা দূত পরকার তানে তানে অনৌষে লগাই মোহন এতে পড়ি মরে গদ্য চুরি নন্দন পরিবার বান বান পত্র ঘোষ জিনি বিপরে উঠে কানন্দি লঙ্কার রমণী পদ পদ হইল যে গাবহন্দি ঘোড়া কাহারে ভয় নাই রাজদণ্ডে ছিড়া বিশ্বরা মন্ত্র দণ্ডে যাউছি গড়ি লতাহীন চোর খণ্ডে যাউছন্তি মারি লতাহীন চোর খণ্ডে যাউছন্তি মারি আরে বজ্রঙ্গ শরৎপুষ্টান হাইলে মোহন আরে বজ্রঙ্গ শরৎপুষ্টান হাইলে মোহন আরে পথ গাড়ির তাকু আইর নন্দন আরে ভিডিও সুরঙ্গ বাড়ো বেশি করে ধরি আরে বুড়াই পিটিলা যে পবন
ଆପଣ ତ ପଣ୍ଡିତ, ଆପଣଙ୍କୁ ମୁଁ କି ବିଚାର ଦେବି?
পুনরপি কথায় মু কহুছি শুনিবা মায়া পিতা ভিয়াইন বাহুদাই দেবা ହେ ପିତା ଆପଣ ପଣ୍ଡିତ ବଳରେ ସମସ୍ତ ନବପଟି ଦେବାଳୟରେ ଶିବାଭିଷେକ କରନ୍ତି ରାତ୍ରରେ ଉଜାଗର ହୋଇ ଚଣ୍ଡୀପାଠ କରନ୍ତି ହେଲେ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଗୋଟିଏ ସୁବିଚାର ଆପଣ ତାହା ଗ୍ରହଣ କରିବେ ପିତା ସେ ମାୟା ସୀତା ବିହାନ କରିବା ସେଇ ମାୟା ସୀତାକୁ ବିହାନ କରି ସେ ଜତିଦ୍ୱୟଙ୍କୁ ଆମେ ଏ ଲଙ୍କାର କିପରି ପ୍ରତ୍ୟାବର୍ତ୍ତନ କରିବେ ତାହା ଉପାୟ କହିବା ରାବଣ ବୋଇଲା ଏଥେ ତ୍ରିପୁରେ ହସିବେ ମାୟା ସୀତା ବୋଲି ତାକୁ ସଂସାରେ ଜାଣିବେ ପିତା ଆମେ ଏକ ମାୟା ସୀତା ରଚନା କରିବା ଆଉ ମାୟା ସୀତାକୁ ନେଇ ରାମ ପାଖେ ଛାଡ଼ି ଆସିବା ଏ କଥାଟି ସମସ୍ତ ଦେବତା ମାନେ ମାନବ ମାନେ ଜାଣିବେ ସେମାନେ ହାସ୍ୟାସ୍ପଦ ହେବେ ନା ପିତା ଇନ୍ଦ୍ରଜିତ Yes, ଅସମ୍ଭବ କଥା। ହାରିବା ତାହାକେ ଇନ୍ଦ୍ରଜିତ ହୋଇଲା ହାରିବା ତାହାକେ ସୀତା ଛାଡ଼ି ନଛେ ବାହୁ ଆପଣ ଯେଉଁ ମନରେ ଶୋଷଣା କରୁଛନ୍ତି ଏ ଦେବତା ମାନେ ଆପଣଙ୍କୁ ମାରିବେ ନାହିଁ ଏ ତ୍ରିପୁରାରେ ହସିବେ ତାହା କଦାପି ହେବ ନାହିଁ ଆମେ ଯଦି ତାକୁ ମାୟା ସୀତା କରି ଫେରାଇଦେବା ତାହେଲେ ସେ ଦେବତା ମାନେ ଆପଣଙ୍କୁ ଉପହାସ କରିବେ ଆମେ ରଣାଙ୍ଗନରେ ସେ ମାୟା ସୀତା ଧ୍ୟାନ କରି ତା ମସ୍ତକ ଛେଦନ କରିବା ରାବଣ ବୋଇଲା ତ ଉତ୍ତମ ବିଚାର ଧୀରେ ବାକ୍ପତି ଧନେ ଜିଣିବୁ କୁବେର ଧନ୍ୟ ବେଗନାଥ ଧନ୍ୟ ତୋର ବିଚାର ଶକ୍ତି ଠିକ କଥା କହିଛୁ ତୋର ବିଚାର ଶକ୍ତିରେ ତୋ ଜ୍ଞାନକୁ ବାଧ୍ୟ ଆର ମାନିବେ ମାୟା ପିତା ମରିବାର ସେ ମୂଳ କଲା ଅନଙ୍କ ନରେନ୍ଦ୍ର କହେ ବିଧାତା ଛାଡ଼ିଲା କହନ୍ତି ଶଶାଙ୍କ ଚୂଡ଼ ଚୂଡ଼ ଶାକ ମରି ଆଜ୍ଞା ଏ ଲଙ୍କପ ଦଶାନନ ଏ ଯୋଉ ବିପତ୍ତି ଆସିଛି ଆଜ୍ଞା ଏ ଅସମୟରେ କାହିଁକି ମତେ ଆଜ୍ଞା ଡକେଇଲେ ଆଜ୍ଞା ଆଜ୍ଞା କେତେବେଳେ ତ ଆଜ୍ଞା ମୈତ୍ର କଥା ମନେ ପଡୁନଥିଲା ଆଜି କାହିଁକି ଆଜ୍ଞା ତମ ମୈତ୍ରକୁ ଆଜ୍ଞା ଖୋଜିକି ଆଣିବି ଆଜ୍ଞା ଜାଣିଛି ଆଜ୍ଞା କହୁନାହାନ୍ତି ବିପଦ ସମୟରେ ପଙ୍କୁର ନିତାନ୍ତ ଆବଶ୍ୟକ ବିପତ୍ତି ପଡିଛି ଆପଣଙ୍କୁ ଆପଣ ଲଙ୍କାର ଈଶ୍ୱର ତ୍ରିପୁର ବିଜୟୀ ଦଶାନନ ହଏ ମୈତ୍ରେ ଆପଣଙ୍କୁ କି ବିପତ୍ତି ପଡିଛି ହେ ରାବଣ ବୋଇଲା ତୁହି ଶୁଣ ମୋର ବାଣୀ ହେ କାଣ୍ଡବତୀ ଛକୁ ଘେରି ଯାଅ ତ ବହେରି ହେ ମୈତ୍ର ଆଜ୍ଞା କହୁନାହାନ୍ତି ମୈତ୍ରେ ଏମିତି ଏକ ବିପଦ ପଡ଼ିଛି ସେ ବିପଦକୁ ଟାଳିବା ମୋ ପାଖେ କଷ୍ଟସାଧ୍ୟ ହେଉଛି ତେଣୁ ବିପଦକୁ ଟାଳିବା ପାଇଁ ତୁମର ସାହାଯ୍ୟ ନିତ୍ୟାନ୍ତ ଆବଶ୍ୟକ ତୁମେ ମୈତ୍ର କଥା ମାନି ତୁମର ପତ୍ନୀକୁ କାମ୍ୟକ ତୀର୍ଥକୁ ନିଅ ବାଞ୍ଛାବଟ ତୋରେ ବନା ଦିନ
ଆଜ୍ଞା କାମେ ପତିତରେ ବାଞ୍ଛା ସମୟରେ ତୁମର ଭଗ୍ନୀକୁ ସୀତାରୂପକୁ ଦାନ କରିବାକୁ କହିବ ଆଉ ସୀତାରୂପ ଦାନ କରିସାରିଲା ପରେ ତମେ ମୋ ପାଖକୁ ନେଇ ଆସିବ। ଆଜ୍ଞା ଏତକ ସବୁ କରିବି। ମୋ ଭଗ୍ନୀକି ନେଇକି କାମ୍ୟଙ୍କ ତୀର୍ଥରେ ଗାଧେଇକି ଆଣିକି ଆଉ ସେ ଯୋଉ ବଟ ବୃକ୍ଷ ଅଛି ବାଞ୍ଛା ବଟ ମୁଁ ତା ତଳେ ରଖିବି ପୁଣି ଆପଣଙ୍କ ବାହାକୁ ଆଣିବି। ଆଜ୍ଞା ମୋର କଣ ହବ? ନିଶ୍ଚିତ ଲାଭ ଅଛି। ନାଇଁ ନାଇଁ ଆପଣ ଯୋଉ ବିପଦରେ ମୈତ୍ର ହେଲେ ଖାଲି ବିପଦ ବେଳେ ମୈତ୍ର ହେବେ ଆଉ ଯେତେବେଳେ ସମ୍ପଦ ଥବ ଆପଣ ଜମା ଶୁଣିବେନି ଆମ କଥା। ହଁ କହୁନାହାନ୍ତି ମୋ ଭଗିନୀ ଯିବ ଆପଣଙ୍କ ବୋଲରେ ମୁଁ ପଡ଼ିବି ମୋର କିଛି ନାହିଁ। ନା ମୈତ୍ର ମୁଁ ତମକୁ ସତ୍ୟ ସତ୍ୟ ବିବାହ ସତ୍ୟ କରି କହୁଛି ତୁମ ଭଗ୍ନୀକୁ ସୀତାରୂପ ଦାନ କରି ନେଇ ଆସ। କରିଦେବି। ପରେ ମୁଁ ନିଶ୍ଚିତ ଭାବେ ଯଦି ମୋର ଉପକାର ସୁଝିବ ତାକୁ ମୋ ଉପକାର ନିଶ୍ଚିତ ସୁଝିବି। ଏ ଲଙ୍କା କଟକର ଅର୍ଧେକ ଭାଗ ମୁଁ ତମକୁ ସମର୍ପଣ କରିବି। ଲଙ୍କା କଟକରୁ ଅଧେ ଦେବେ ନିଶ୍ଚିତ ତ୍ରିବାର ସତ୍ୟ। ସତ୍ୟ ହଉ ତେବେ ଆଜ୍ଞା ମୁଁ ମୋ ଭଗ୍ନୀକି ନେଇକି ସେ ବାଞ୍ଛା ବଟ ସେ କାମକ ତୀର୍ଥ ସବୁଥିରେ ଆଜ୍ଞା ମୁଁ ସାଙ୍ଗେ ସାଙ୍ଗେ ସିଧା କରିକି ଆଣୁଛି। ଆଜ୍ଞା ମୋର ବାରେ ଭକ୍ତି ଘେରି ଚଳିଗଲା ଜାନକୀ ରୂପ ଧରି ବାହାରିଲା কে প্রবেশ হইলা ইন্দ্রজিৎ মাঝে ବିଜୟ ଦଶାନନଙ୍କର ଆଜ୍ଞା ଆଜ୍ଞା ଦେଖୁନାହାନ୍ତି ଏ ଟିକେ ମନ ଦୁଃଖ କରୁଛି। ୟାର ଆର ମାସରେ ବାହାଘର ହେଇଥାନ୍ତା। ଆଜ୍ଞା ମୁଁ ତାକୁ ଧରିକି ପଳେଇ ଆସିଲି। ଇଏ ମୋ ଭଗିନୀ ଆର ମାସରେ ୟାର ତୀର୍ଥ ଥିଲା ବାହାବାକୁ। ନିଶ୍ଚିତ ମୈତ୍ର ମୁଁ ଜାଣିଛି ତମେ ମୋତେ ସାହାଯ୍ୟ କରିବ। ମୁଁ ତମକୁ ସାହାଯ୍ୟ କରିବି। ତମର ଟିକେ ଏଇଠୁ ସାହାଯ୍ୟ ମଝିରେ ମଝିରେ ମୋଠୁ ବିରକ୍ତି ମନ ପାଇଁ ପଳେଇ ଯାଉଛ ତାପରେ ଆସୁଛ। ଯେତେବେଳେ ରାଜା ହେଇଗଲ ନିଜକୁ ବିରକ୍ତ ଭାବେ ରାଜା ଭାବି ଅଲଗା ହେଇଗଲ ତାପରେ ବିପଦ କହିଲେ ମୋ କଥା ଆସୁଛ। ଧନ୍ୟ ମୈତ୍ର। ଆଜ୍ଞା ଆପଣ ହଉଛନ୍ତି ଲଙ୍କାଗଡ଼ର ରାଜା। ଆପଣଙ୍କୁ କଣ ଉତ୍ତର ଅଛି? କଥାରେ କହିଲା ଭଳିଆ ବଡ ଲୋକକୁ ଉତ୍ତର ନାହିଁ କି ଇଏ ସ୍ୱର୍ଗକୁ ଲିଶୁଣି ନାହିଁ। କେବଳ ଆପଣଙ୍କ ଭଳିଆ ଇଏ ସ୍ୱର୍ଗକୁ ଲିଶୁଣି ଲମ୍ବେଇବେ। ଯାହା ହଉ ଆପଣଙ୍କ କଥା ଯେତେବେଳେ କହୁନ୍ତି ଲଙ୍କାଗଡ଼ରୁ ଅଧେ ଦେବେ ଆଉ ମୁଁ ଆଉ କାହିଁ କୁଆଡେ ଦେବି? ଏ ଲଙ୍କାଗଡ଼ ଉପରେ ବସିବି ଆଉ। ଆଉ କୁଆଯିବାର ନାହିଁ। ନାଇଁ ନାଇଁ ଆଜ୍ଞା କରିପାରିବ ଲଙ୍କାଗଡ଼ ତ ବସିବି ଆଉ। ନିଶ୍ଚିତ। ହଉ ମନ ଦୁଃଖ ଆଉ କରେନି। ମୁଁ ଲଙ୍କାରୁ ଅଧେ ନେବି ତୁ ଏଥର ଚାଲ। আখ্যকে প্রবেশ হেলা ইন্দ্রজিৎ মাঝে সীতার উপরে কি দৈত্য বাহার রথে জয়রা বিমানরে বসাই নবেগে চড়ি গলা লঙ্কা লোকে ভাবন্তি রাবণ ভল কলা সবিতার নারী নেলে বাহুনীর জীব উৎপাত কথা ঠাকুরা হেব কেবলই দিক দিক পুঞ্চদশানন বাহুড়াই দেউচি এপরি নারী রত্ন ওরে ভাই ଯାହା ହଉ ଗୋଟା ରାଜାଙ୍କ ମୁଣ୍ଡରେ ଗୋଟା ଭଲ
କହିଛି ଏକା ଥରେ କାମୁଡି କେତେ ସୈନ୍ୟ ମଲେଣି କହିଲୁ ଲକ୍ଷ ଲକ୍ଷ କୋଟି କୋଟି କେତେ ଅନୁନାତି ମଣନାତି ତୋ ବଡ଼ବାପା ତୋ ବୁଢ଼ୀ ତୋ ଜେଜି ତୋ ଆଈ ମାଇଁ ସମସ୍ତେ ଗଲେ ମୋର ବି ସେଇଆ ତୋର ଜେଜୁକୁ ନେଇଯାଇଛି ପବନ ସରରେ ଏକାଥରେ ସିଆଡ଼େ ଆଉ ଶ୍ରୀଲଙ୍କା ସମୁଦ୍ର ଯାହା ହଉ ପୁରା ଭଲ ବିଚାର ହେଲା ଇଏ ମାୟା ସୀତା ଦ୍ୱାରା ସିଏ କପି ସୈନ୍ୟ ଭଲ୍ଲୁକ ମର୍କଟ ରାମଚନ୍ଦ୍ର ସମସ୍ତେ ଆମ ଲଙ୍କାରୁ ପଳେଇଲେ ଆମେ ନିଶ୍ଚିନ୍ତରେ ରହିବା କେବଳ ଏଇ ଧିକ ଧିକ ପଞ୍ଚଦଶାନନ ବାହୁଡ଼ାଇ ଦେଉଛି ଏପରି ନାରୀ ରତ୍ନ ପ୍ରାଣ ଛାଡ଼ି ହୁଏ ଛାଡ଼ି ହୋଇଛି ନାରୀ ମହିଷାସୁର ଭଳାଟି ଦୁର୍ଗା ଲୋଭ କରି अरे भाई କେତେ ବଡ଼ ରାଜା ତ୍ରିପୁର ବିଜୟୀ ଦଶାନନ ସିଏ ଫେରି ନାରୀ ଲୋଭି କରିକି ପୁଣି ଛାଡ଼ି ଦଉଛି ଆରେ ମହିଷାସୁର ଦୁର୍ଗାଙ୍କୁ ମାନେ ପାଇଲେ ବୋଲି ନାରୀ ଛଡ଼ାକୁ ମାନେ ସିଏ ମଲା ନାରୀ ସକାଶୁ ମଲା ଏବେ ଛାଡ଼ିଲେ ଜାଣିଛୁ ଇଏ ମହାରାଜା ଗଲେ ଛାଡ଼ିଦେଲେ ଆଉ ଏଇ ଗାଣି ଛିଣ୍ଡିଗଲା ଆଉ ବିବାଦ ଆଉ ହଁ ନାଇଁ ବିବାଦ ଛିଣ୍ଡିଯିବ ନାରୀକି ଛାଡ଼ିଦେଲେ ବିବାଦ ଛିଣ୍ଡିଯିବ ଆରେ ପ୍ରଜା ଘର କଥା ମନେ ରଖିଥା ରାଜା ଯାହା ବୁଝିବେ ସେଇଆ ହଉଛି